ଏଠାରେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀବୃନ୍ଦ, ଏଠାରେ ଉପସ୍ଥିତ ଅଭିଭାବକମାନେ ବୃନ୍ଦ ଓ ଶ୍ରମିକ, ଆଜି 12 ଦିନ ହେଲାଣି ମୋ ଦେଢ଼ଶୁର ଆମକୁ ଛାଡ଼ିକି ଚାଲିଯାଇଛନ୍ତି। ତାଙ୍କ ସଂସ୍ପର୍ଶରେ ମୁଁ ଅଧିକା ଆସିନି, କିନ୍ତୁ କରୋନା ସମୟରେ ଯେତେବେଳେ ଜାଣିଲି ଲୁଗାପଟା ଡ୍ରେସ୍ପଟା ଏମିତି ସବୁ ବାଣ୍ଟିଛନ୍ତି, ସେଇଠୁ ମୁଁ ଜାଣିପାରିଲି ଯେ ତାଙ୍କର ସେବା କରାଇବା ଗୁଣ ସେଇଠୁ ମୁଁ ଜାଣିପାରିଲି। ଯେତେବେଳେ ପ୍ରଥମେ ମୋ ବାହାଘର ଠିକ୍ ହେଇନଥାଏ, 2003 ମସିହାରେ ମୁଁ ଚାକିରି କଲି। 2004 ମସିହାରେ ବାହାଘର ଠିକ୍ ହେଲା। ବାପା ଆସିଷ୍ଟାଣ୍ଟ ସେଟଲମେଣ୍ଟ ଅଫିସର ଥିଲେ, ଆସିଷ୍ଟାଣ୍ଟ ଡାଇରେକ୍ଟର ରିଟାୟାର୍ଡ କରିଛନ୍ତି। ସାତ ଭାଇ ଦେଖିକି ସେ ଭାବିଲେ କି ବାହାଘର କରିବି ନା କରିବିନି। ସାତ ଭାଇ ଆଉ ସାତଟା ଠେଙ୍ଗା ଧରି ବାହାରିଲେ ଗାଁ ଲୋକ ଆମକୁ କହିବେ। କିନ୍ତୁ ଯେତେବେଳେ ବଡ଼ ଭାଇକି ଦେଖିଲେ, ତାଙ୍କ କଥାବାର୍ତ୍ତା ଶୁଣିଲେ, ଭାରି ଭଲ ଲୋକ। ବଡ଼ ଭାଇ ଯେତେବେଳେ ଏତେ ଭଲ, ତାହେଲେ ସବୁ ଭାଇମାନେ ଭଲ ନିଶ୍ଚିତ ହୋଇଥିବେ। କରିବେ କରିବେନି ନିର୍ବନ୍ଧ ପରେ ବି ବାହାଘର ବନ୍ଦ କରିବାକୁ ବସିଥିଲେ, କିନ୍ତୁ ତାଙ୍କୁ ଦେଖିକି ତାଙ୍କର ସରଳ କଥାବାର୍ତ୍ତା ଆଉ ତାଙ୍କୁ ଦେଖିକି ତା କଥାବାର୍ତ୍ତା ଦେଖିକି ଆମର ବାହାଘର ସେଇଠି ହେଇଯାଇଥିଲା। ଏମିତି ପରିବାର ମୋତେ ଭଗବାନ ଦେଇଥିଲେ, ବହୁତ ଭଲ ପରିବାର। ଆଉ ଆମ ଭିତରେ ମତାନ୍ତର ଅଛି, କିନ୍ତୁ ମନାନ୍ତର କେବେ ଆମ ଘର ଭିତରେ ଆଉ ମୁଁ ତାଙ୍କ ସଂସ୍ପର୍ଶ ଭିତରେ ବେଶୀ କିଛି ଆସିନି, ମୁଁ ତାଙ୍କ ଶୃଙ୍ଖଳିତ ଗୁଣ ପ୍ରଭାବିତ।